ବର୍ତ୍ତମାନ ଆପଣମାନେ ଏଇ ଭିଡ଼ିଓର ଥମ୍ବନେଲ୍ ଦେଖିକି ଜାଣିପାରୁଥିବେ ଭିଡ଼ିଓ କେଉଁ ବିଷୟରେ ହେବାକୁ ଯାଉଛି, କେଉଁ ଟପିକ୍ରୁ ହେବାକୁ ଯାଉଛି। ତ ଭିଡ଼ିଓକୁ ଡେରି ନ କରିକି ପୁରା ଶେଷ ପର୍ଯ୍ୟନ୍ତ ଆପଣମାନେ ସ୍କିପ୍ ନ କରିକି ଦେଖନ୍ତୁ, ତାହେଲେ ଯାଇକରି ଆପଣମାନେ କାଇନମାଷ୍ଟରର ୱାଟରମାର୍କ କେମିତି ହଟେଇ ପାରିବେ ସେଇ ଫର୍ମୁଲା ଆପଣମାନଙ୍କୁ ଏଇ ଭିଡ଼ିଓ ମାଧ୍ୟମରେ ଆପଣମାନଙ୍କୁ ଦେଖାଇ। ୱାଟରମାର୍କକୁ ଲୋଗୋ ବି କୁହାଯାଏ। ଆଉ ସେଇ ଲୋଗୋ ବା ୱାଟରମାର୍କ କେମିତି ଆପଣମାନେ ହଟେଇବେ କାଇନମାଷ୍ଟରରୁ এই ভিডিওরে ଆପଣମାନଙ୍କୁ ପୁରା ଦେଖେଇବି, ପୁରା ଟିକେ ବି ସ୍କିପ୍ କରିବେ ନାହିଁ, ନହେଲେ ଆପଣମାନେ ଜାଣିପାରିବେ ନାହିଁ ଆଉ ମୋତେ ଖରାପ କମେଣ୍ଟ କରିବେ ନାହିଁ। ତ ଚାଲନ୍ତୁ ଆପଣମାନେ କାଇନମାଷ୍ଟର ତ ପ୍ଲେ ଷ୍ଟୋରରେ କିମ୍ବା କ୍ରୋମ୍ ବ୍ରାଉଜରରେ ଆପଣ ଡାଉନଲୋଡ଼୍ କରିଦେବେ। ତାପରେ ଏଡ଼ିଟିଂ କଲାବେଳେ କାଇନମାଷ୍ଟର ଉପରେ ୱାଟରମାର୍କ ଦେଖାଯିବ। ତ ସେଇଟାକୁ ଆପଣମାନେ କେମିତି ହଟେଇବେ, ସେଇଟାକୁ ହଟେଇବା ପାଇଁ ପୁରା ଇନଫର୍ମେସନ୍ ଆପଣମାନଙ୍କୁ ଏଇ ଭିଡ଼ିଓରେ ପାଇପାରିବେ। ତ ଚାଲନ୍ତୁ ଡେରି ନ କରିକି ଆଗକୁ ପୁରା ମନ ଧ୍ୟାନ ଦେଇକରି ଶୁଣନ୍ତୁ, ନହେଲେ ଆପଣ ୱାଟରମାର୍କ କେବେ ବି ହଟେଇ ପାରିବେ ନାହିଁ କାଇନମାଷ୍ଟରରୁ। କ୍ରୋମ୍ ବ୍ରାଉଜରକୁ ଯାଇକରି କାଇନମାଷ୍ଟର ଡାଉନଲୋଡ଼୍ କରନ୍ତୁ। ତାପରେ ଡାଉନଲୋଡ଼୍ କରିକି ଓପନ୍ କରନ୍ତୁ। ଓପନ୍ କଲା ପରେ ଆପଣମାନେ କ'ଣ କଲେ ୱାଟରମାର୍କ ହଟିବ ସେଇ ଇନଫର୍ମେସନ୍ ଦେଖେଇବି। ତ ଚାଲନ୍ତୁ ଦେଖେଇବି, ଓପନ୍ କରୁଛି, ଆପଣମାନେ ବି ଓପନ୍ କରନ୍ତୁ, ଠିକ୍ ଅଛି। ତାପରେ ଏମିତି କାଇନମାଷ୍ଟରକୁ ଓପନ୍ କଲା ପରେ ଆପଣମାନେ କ'ଣ କରିବେ, ପୁରା ଭିଡ଼ିଓକୁ ଦେଖନ୍ତୁ, ଟିକେ ବି ସ୍କିପ୍ କରନ୍ତୁ ନାହିଁ, ନହେଲେ ଆପଣମାନେ କାଇନମାଷ୍ଟର ୱାଟରମାର୍କ କେମିତି ହଟାଯାଏ ସେଇ ଇନଫର୍ମେସନ୍ ଜାଣିପାରିବେ ନାହିଁ। ତ କାଇନମାଷ୍ଟର ଓପନ୍ ହେଇଗଲା। ତାପରେ ଏଇ କ୍ରିଏଟ୍ ନ୍ୟୁ ଉପରେ କ୍ଲିକ୍ କରିଦେବି, ଆପଣମାନେ ବି କ୍ଲିକ୍ କରନ୍ତୁ, ଠିକ୍ ଅଛି। ଆପଣମାନେ ଯଦି ସର୍ଟ ଭିଡ଼ିଓ ଏଡ଼ିଟିଂ କରୁଛନ୍ତି ତାହେଲେ ଏଇଠି ଆପଣମାନେ କ୍ଲିକ୍ କରିବେ 4:3 ଉପରେ ହେଲା, ନହେଲେ କାଇନମାଷ୍ଟର ଯେଉଁ ଲୋଗୋ ଅଛି ନା ସେଇଟା ହଟେଇବା ପାଇଁ ଟିକେ ପ୍ରୋବ୍ଲେମ୍ ପଡ଼ିବ। ଆଉ ଲଙ୍ଗ୍ ଭିଡ଼ିଓ ଯଦି ଅପଲୋଡ଼୍ କରୁଛନ୍ତି ୟୁଟ୍ୟୁବ୍ ମାନେ 9.16 ସାଇଜ୍ର ଯଦି ୟୁଟ୍ୟୁବ୍ ଭିଡ଼ିଓ ଆପଣମାନେ ଏଡ଼ିଟିଂ କରୁଛନ୍ତି ତାହେଲେ 1.1 ଉପରେ କ୍ଲିକ୍ କରନ୍ତୁ। କ୍ଲିକ୍ କଲା ପରେ ଆପଣମାନେ କେମିତି ହଟେଇବେ ସେଇଟା ମୁଁ ଆପଣମାନଙ୍କୁ ଦେଖେଇବି, ଟିକେ ବି ସ୍କିପ୍ କରନ୍ତୁ ନାହିଁ। ତାପରେ ଏଠି କ୍ରିଏଟ୍ ଉପରେ କ୍ଲିକ୍ କରନ୍ତୁ। କ୍ଲିକ୍ କଲା ପରେ ଆପଣମାନେ କ'ଣ କରିବେ, ମୁଁ ଏକ୍ଜାମ୍ପଲ୍ ଆପଣମାନଙ୍କୁ ଦେଖେଇ ଦେଉଛି। ମୁଁ ଭିଡ଼ିଓ ଏକ୍ଜାମ୍ପଲ୍ ଏମିତି ଦେଖେଇ ଦେଉଛି। ଏଇଟା ଦେଖନ୍ତୁ, ଏଇଟା ଓପନ୍ କଲି। ତାପରେ ଏଠି କାଇନମାଷ୍ଟର ଦେଖାଉଛି ନା, ତ ସେଇଟାକୁ ଆପଣମାନେ କେମିତି ହଟେଇ ପାରିବେ। ତ ଏଇ ଭିଡ଼ିଓକୁ ଏଡ଼ିଟିଂ କଲା ପରେ ଆପଣମାନେ ମନ ଇଚ୍ଛା ଯେମିତି ଏଡ଼ିଟିଂ କରିବା ପାଇଁ ଚାହୁଁଛନ୍ତି ସେମିତି ଏଡ଼ିଟିଂ କରିବେ। ତାପରେ ସେଭ୍ କରିଦେବେ, ଏଇ ଭିଡ଼ିଓକୁ ସେଭ୍ କରିଦେବେ। ଏଠି ଯେତିକି HDରେ ଆପଣମାନେ ଡାଉନଲୋଡ଼୍ କରିଦେବେ ଆପଣମାନଙ୍କ ହିସାବରେ, ଯେତିକି HDରେ ଆପଣମାନେ ସେଭ୍ କରିବା ପାଇଁ ଚାହୁଁଛନ୍ତି ସେତିକି HDରେ ସେଭ୍ କରିଦେବେ। ତାପରେ ଏଠି ସେଭ୍ ଏସ୍ ଭିଡ଼ିଓ ଲେଖାଯାଇଛି, ହେଇ ଉପରେ କ୍ଲିକ୍ କରନ୍ତୁ। ତାପରେ କ୍ଲିକ୍ କଲା ପରେ ସ୍କିପ୍ ଉପରେ କ୍ଲିକ୍ କରନ୍ତୁ, ଟିକେ ଟାଇମ୍ ଦେଉଛି। এই ସ୍କିପ୍ ଉପରେ କ୍ଲିକ୍ କରନ୍ତୁ। ତାପରେ ଏଠି ଭିଡ଼ିଓ ସେଭ୍ ନ ହେବା ପର୍ଯ୍ୟନ୍ତ ଆପଣମାନେ ଅପେକ୍ଷା କରିବେ। ତ ବର୍ତ୍ତମାନ ଏବେ ଆମର କାଇନମାଷ୍ଟର ଭିଡ଼ିଓ ସେଭ୍ କମ୍ପ୍ଲିଟ୍ ହେଇଗଲା। ତ ଆପଣମାନେ ପୁରା କାଟିକି ଏମିତି ଯିବେ। ତାପରେ କ'ଣ କରିବେ, ଆପଣମାନେ କୁଆଡ଼େ ଗଲା, ଏଠି ଭିଡ଼ିଓ କମ୍ପ୍ରେସ୍ ଲେଖା ହେଇଛି, ଆପଣମାନେ ଦେଖିପାରୁଥିବେ। ଭିଡ଼ିଓ କମ୍ପ୍ରେସ୍ ଆପ୍କୁ ଆପଣମାନେ କ୍ରୋମ୍ ବ୍ରାଉଜରକୁ ଯାଇକରି ଡାଉନଲୋଡ଼୍ କରିବେ। କ୍ରୋମ୍ ବ୍ରାଉଜରରେ ଡାଉନଲୋଡ଼୍ କରିକି ଓପନ୍ ଏମିତି କରିବେ। ଓପନ୍ କଲା ପରେ ମୋର ଆଉ ଗୋଟେ ମୋବାଇଲରେ ଅପଡ଼େଟ୍ ଭିଡ଼ିଓ କମ୍ପ୍ରେସ୍ ଆପ୍ସକୁ ଅପଡ଼େଟ୍ ମାଗୁଥିଲା, ସେଥିପାଇଁ ମୁଁ ଆଉ ଗୋଟେ ମୋବାଇଲରେ କଲି, ଆଉ ଗୋଟେ ମୋବାଇଲରେ କରୁଛି। ତ ଦେଖନ୍ତୁ ଆପଣମାନେ ନୂଆ ଯଦି ଡାଉନଲୋଡ଼୍ କରିବେ ଆପଣମାନେ କରନ୍ତୁ। ତ ମୁଁ ଆଗରୁ ଡାଉନଲୋଡ଼୍ କରିଥିଲି, ବହୁତ ମାସ ହେଇଗଲାଣି, ସେଥିପାଇଁ ଆଉ ଗୋଟେ ମୋବାଇଲରେ ଅପଡ଼େଟ୍ ମାଗୁଛି। ସେଥିପାଇଁ ଯେଉଁଟା ନୂଆ ଡାଉନଲୋଡ଼୍ କରିଛି ସେଇ ମୋବାଇଲରେ ମୁଁ କରୁଛି। ତ କେଉଁ କାଇନମାଷ୍ଟର ଏଡ଼ିଟିଂ କରିଥିଲ ତାହେଲେ ଆପଣମାନେ କାଇନମାଷ୍ଟର ଏଇଠି ଆପ୍ସ ଫୋଲ୍ଡର ଦେଖାଉଛି ନା, ଏଇଠି
କାଇଂ ମାଷ୍ଟର ଆପଣମାନେ ଦେଖିବେ ବାଛିବେ କେଉଁଠି ଅଛି ଏଟା ଦେଖିବେ। ତ ଆପଣମାନେ ଦେଖୁଥିବେ ଏଠି ଜେଣ୍ଡର ଭିଡ଼ିଓ ଫୋଲ୍ଡର ଅଛି। ତ ଏଇଟା ମୁଁ ଆଉ ଗୋଟେ ମୋବାଇଲରେ ଜେଣ୍ଡର ଡେଗେଇକି ଏଠି ଆପଣମାନଙ୍କୁ ଦେଖେଇବା ପାଇଁ କରୁଛି। ତ ଆପଣମାନଙ୍କ ଭିଡ଼ିଓ କାଇଂ ମାଷ୍ଟର ଯଦି ଏଡ଼ିଟିଂ କରୁଥିବେ ତାହେଲେ କାଇଂ ମାଷ୍ଟର ଆପ୍ରେ ଫୋଲ୍ଡରରେ ଥିବ ଏଇଠି, ଠିକ୍ ଅଛି। ତ ମୁଁ ଜେଣ୍ଡରରେ ଡେଗେଇଛି ବୋଲିକିରି ଏଠି ଜେଣ୍ଡର ଭିଡ଼ିଓ ବୋଲିକି ଦେଖାଉଛି ଫୋଲ୍ଡରଟା। ତ ସେଇଠି କ୍ଲିକ୍ କରୁଛି ମୋ ଭିଡ଼ିଓଟାକୁ। କ୍ଲିକ୍ କଲା ପରେ ଆପଣମାନେ ଏମିତି ଦେଖିବେ, ମୋ ଭିଡ଼ିଓ କ୍ଲିକ୍ କରିଦେବେ ଏମିତି। ତାପରେ ଆପଣମାନଙ୍କ ସାଇଜ୍ ମାନେ କାଇଂ ମାଷ୍ଟରର ୱାଟରମାର୍କ ହଟାଇବା ପାଇଁ ପଡ଼ିବ ନା। ତାପରେ ଏଇଠି କ୍ଲିକ୍ କରିବେ ଆପଣମାନେ। ଏଠି କ୍ଲିକ୍ କଲା ପରେ ଏଟା ଆପଣମାନଙ୍କର ୱାଟରମାର୍କ ହଟିଗଲା କହିବାକୁ ଗଲେ। ଏଠି ଏରର୍ ଦେଖାଉଛି ନା ଏମିତି ସାଇଜ୍। ତାପରେ ଏଇଠି ଆପଣମାନେ ଏମିତି କରିଦେବେ। ତାପରେ ଏଇଠି କଲା ପରେ ଆପଣମାନେ କେତେ HDରେ ଆପଣମାନେ ମାନେ ସେଭ୍ କରିବା ପାଇଁ ଚାହୁଁଛନ୍ତି ସେଭ୍ କରିବେ। ତ ମୁଁ ଏକ୍ଜାମ୍ପଲ୍ କମ୍ରେ କରୁଛି, ଭିଡ଼ିଓ ଯଦି ବେଶୀ ଲେଟ୍ ହେବ ସେଥିପାଇଁ ମୁଁ ଏଇଟାରେ କରିଦେଉଛି। ତ ଏଇଠି କମ୍ପ୍ରେସ୍ ଭିଡ଼ିଓ 100% ହେଲା ପରେ ଆପଣଙ୍କ କାଇଂ ମାଷ୍ଟର ହଟିଯିବ। ତ ଏଇଠି ମୁଁ ଆପଣମାନଙ୍କୁ ଦେଖାଇବା ପାଇଁ ଚାହିଁବି କାଇଂ ମାଷ୍ଟର ହଟିଯିବ। ଏଇଟା ଦେଖିପାରୁଥିବେ ଆପଣମାନେ କାଇଂ ମାଷ୍ଟର କେମିତି ହଟିଯାଇଛି। ଆପଣଙ୍କୁ ଭିଡ଼ିଓକୁ ଟିକେ ବି ଭଲ ଲାଗିଥିଲେ ନା ଲାଇକ୍ କରନ୍ତୁ ପ୍ଲିଜ୍। ଆଉ ନିଜ ସାଙ୍ଗମାନଙ୍କ ପାଖକୁ ଯିଏ ଆପଣଙ୍କ ପରି ଭିଡ଼ିଓ ଏଡ଼ିଟିଂ କରୁଛି ତ କାଇଂ ମାଷ୍ଟର ୱାଟରମାର୍କ ହଟେଇ ପାରୁନାହିଁ ତାହେଲେ ତାଙ୍କ ପାଖକୁ ପ୍ଲିଜ୍ ସେୟାର କରନ୍ତୁ।